ଆଜ୍ଞା ନମସ୍କାର, ସୁପ୍ରଭାତ। କାଲି 11:30ରେ ମୁଁ ଜଟଣୀରୁ ବାହାରି ବାଣୀବିହାର ଯାଉଥିଲି। ଠିକ୍ ଜଟଣୀ ଠାରୁ ସିଆର୍ପି ଛକ ପର୍ଯ୍ୟନ୍ତ ଏତେ ଯେ ଖରା, ମୁଣ୍ଡ କ'ଣ ହେଇଗଲା। ଯେମିତି ସିଆର୍ପି ଛକ ତଳୁ ଖସିଛି, ଗଛ ଫଛ ଟିକେ ରହିଲା, ମଣିଷ ଟିକେ ନିଶ୍ୱାସ ମାରିଲା। ଅଫିସରେ କଲବଲ ହେଇକି ପହଞ୍ଚିଗଲି। ତାପରେ ମୁଁ ଭାବିଲି, ଜଟଣୀରୁ ଖଣ୍ଡଗିରି ଆସିବା ଭିତରେ, ସିଆର୍ପି ଆସିବା ଭିତରେ ଯେଉଁ ଖରା କାହିଁକି ହେଲା ଏବଂ ସିଆର୍ପିଠୁ ଶହୀଦନଗର ଆସିବା ଭିତରେ ଖରା କମ୍ ହେଲା, ତାର କାରଣ ଏକମାତ୍ର ଗଛ। ଆମେ ଗଛ ପୋତୁନେ, ଆମେ ଗଛ ହାଣି ଚାଲିଛେ। ଏତିକି ବେଳୁ ଏତେ ଖରା ହେଲାଣି, ମଣିଷ ବଞ୍ଚିବା ଅସମ୍ଭବ ହେଇଗଲାଣି। ଜଣେ ବୁଢ଼ା ଲୋକ 3 ଦିନ ତଳେ ପଚାରିଥିଲି, ମଉସା ଏ ଗଛଟି କ'ଣ ଆପଣ ଲଗାଇଥିଲେ, ଆପଣଙ୍କ ବାଡ଼ିରେ ହେଇଛି? ଆଜ୍ଞା ବହୁତ ଦିନ ହେଲାଣି, ବ୍ରିଟିଶ ଅମଳ ହେଲା, ପୋତିଥିଲେ, ଆମେ ବସିଛୁ ଖାଲି, ଆଉ ଆମେ ଖାଲି ଚଉତରାଟା କରିଦେଇଛୁ, ବସିଛୁ। ଆଉ ଘରେ ରହିବାକୁ ଆଜ୍ଞା ଭଲ ଲାଗୁନି, ଗଛ ତଳେ ଗାମୁଛା ଛାଡ଼ିକି ଶୋଇଦେଲେ ଯେଉଁ ଆନନ୍ଦ ଆଉ କେଉଁଠି ନାହିଁ। ମୁଁ ସେତିକିରେ ଭାବିଲି, ବ୍ରିଟିଶ ଅମଳରେ ଗଛ ପୋତା ହେଇଥିଲା, ମଉସା ଆନନ୍ଦରେ ଘର ଛାଡ଼ିକି ତା ତଳେ ଶୋଉଛନ୍ତି। ଆମେ କେତେଟା ଗଛ ପୋତୁଛୁ କି ପୋତିବାକୁ ପ୍ରୟାସ କରୁଛୁ କି ଚେଷ୍ଟା କରୁଛୁ? ତାହେଲେ ଆମର ପରବର୍ତ୍ତୀ ପିଢ଼ି ଯେଉଁମାନେ ରହିବେ, ଏବେ ତ ଗଛ କଟା ହେଇଯାଉଛି, ସେତେବେଳେ କ'ଣ ଶୁଖୁଆ ହେଇକି ରାସ୍ତାରେ ଭଜା ହେବେ? କହୁନାହାନ୍ତି, ନିଜେ କୁହନ୍ତୁ। ପାଠ ପଢ଼େଇବେ, କଷ୍ଟ କରିବେ, ପିଲାଙ୍କୁ ପାଠ ପଢ଼େଇବେ, ଶିକ୍ଷିତ କରିବେ, ସେମାନେ ଚାକିରି କରିବେ, ରୋଜଗାର କରିବେ, ଆପଣଙ୍କୁ ପୋଷିବେ। ଆଉ ସେଇ ପୋଷିବା ଭିତରେ ଯେତେବେଳେ ସେ ଖରାରେ ଛଟପଟ 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 ହେଉଥିବେ, ସେତେବେଳେ ଆପଣ ହିଁ ନିଜେ ଭାବେ ସେଥିପାଇଁକା, ତାଙ୍କ ପାଇଁକା, ତାଙ୍କ କଷ୍ଟ ପାଇଁ କେବଳ ଆପଣମାନେ ହିଁ ଦାୟୀ। କାରଣ ଆପଣ ଜୀବନରେ ଗୋଟେ ହେଲେ ଗଛ ପୋତି ନାହାନ୍ତି। ସମୟ ଅଛି, ଗଛ ପୋତନ୍ତୁ, ପରବର୍ତ୍ତୀ ପିଢ଼ିକି ବଞ୍ଚାନ୍ତୁ। ଗଛ ପୋତନ୍ତୁ, ବିଶ୍ୱ ବଞ୍ଚାନ୍ତୁ। ଗଛ ପୋତନ୍ତୁ, ବିଶ୍ୱ ବଞ୍ଚାନ୍ତୁ। ଏହା ଆଜିଠାରୁ ନାରା ହେବା ଉଚିତ। ଯଦି ପିଲାମାନଙ୍କୁ ଆକ୍ଚୁଆଲି ଭଲ ପାଉଥିବେ, ଗଛ ପୋତି ପରିବେଶକୁ ସୁରକ୍ଷା ଦେବା ଆଜିଠୁ ଆରମ୍ଭ କରନ୍ତୁ। ନମସ୍ତେ।